ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଫୋମ୍ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା ଯେ +3 ତୃତୀୟ ସେମିଷ୍ଟାରର କୋର୍ 6 ଉପରେ। ଆମର କୋର୍ 5ର ସିଲାବସ୍ ଅଲରେଡି କମ୍ପ୍ଲିଟ୍ ହେଇସାରିଛି। କୋର୍ 5ର ସିଲାବସ୍ କମ୍ପ୍ଲିଟ୍ ହେଇସାରିଛି ଏବଂ କୋର୍ 7ର ସିଲାବସ୍ ବି ଅଲମୋଷ୍ଟ ସରିଯାଇଛି କହିଲେ ଚଳେ। କେବଳ ମନୋବୋଧ ଚୌଦିଶା ଗୋଟେ ଅଛି, ସେଇଟା ସରିଗଲେ ସରିଯିବ। ଏବଂ କୋର୍ 6ର ସିଲାବସ୍ ବି ମାନେ ବହୁତ ଗୁଡେ ଜିନିଷ ଆମର ସରିଗଲାଣି। ଯେମିତିକି ଆମେ ଆଲୋଚନା କରୁଥିଲେ ଆମର ଯେ ସବୁଜ କାବ୍ୟଧାରା ସରିଯାଇଛି, ଆମର ପ୍ରଗତିବାଦୀ କାବ୍ୟଧାରା ସରିଯାଇଛି, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ସରିଯାଇଛି ଏବଂ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟ ବି ସରିଯାଇଛି, ଯେଉଁଥିରେ କି ଆମେ ଗଳ୍ପ ଏବଂ ଉପନ୍ୟାସ ଉପରେ ଆଲୋଚନା କରି ସାରିଛୁ। କେବଳ ରହିଲା ଗଦ୍ୟ ସାହିତ୍ୟ। ଏବଂ এই ଗଦ୍ୟ ସାହିତ୍ୟରେ ତୁମର ପ୍ରବନ୍ଧ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ଅନୁବାଦ, ସମାଲୋଚନା ଏ ସବୁ ଯିବ। କିନ୍ତୁ ଏ ସବୁ ଭିତରୁ ତୁମକୁ ସମାଲୋଚନାର କ୍ୱେଶ୍ଚନ ଦେବ ନାହିଁ, ତୁମକୁ ସମାଲୋଚନାର କ୍ୱେଶ୍ଚନ ଦେବନି, କାହିଁକିନା ମାନେ ଗୋଟେ ସ୍ପ୍ରେଡ ମାନେ ଗୋଟେ ଅଧିକ ସିଲାବସ୍ ହେଇଯିବ। ତ ସମାଲୋଚନା ଏବଂ ଅନୁବାଦରୁ ତୁମର ସିଲାବସ୍ ଦେବ ନାହିଁ, ମାନେ ସିଲାବସ୍ ଦେବନି କହିଥିଲେ, କ୍ୱେଶ୍ଚନ ଦେବନି, କାହିଁକି ନା ଲମ୍ବା ସିଲାବସ୍ ହେଇଯାଉଛି। ତେଣୁ ଗଦ୍ୟ ସାହିତ୍ୟରେ ଆମେ ଯୋଉଟା ତାର ମୁଖ୍ୟ ମାନେ ଯେମିତିକି ଆତ୍ମଜୀବନୀ, ଭ୍ରମଣ କାହାଣୀ ଏବଂ ପ୍ରବନ୍ଧ, এই ଉପରେ ଆମେ ଆଲୋଚନା କରିବା ଏବଂ ଏତିକି ସରିଲା ପରେ ଆମର ସିଲାବସ୍ କମ୍ପ୍ଲିଟ୍ ହେଇଯିବ। ତ ପ୍ରଥମେ ଆମେ ଆଲୋଚନା କରିବା ଆଜିର କ୍ଲାସରେ যে ভ্রমণ কাহিনী উপরে আলোচনা করা এবং তারপরে নেক্সট ক্লাসে আমি প্রবন্ধ এবং তারপরে আমি আত্মজীবনী উপরে আলোচনা করে দেবা। তো ভ্রমণ কাহিনী দেখো পিলা মানে ভ্রমণ কাহিনী হো কি আত্মজীবনী হো কি প্রবন্ধ হো, তোমাকে মু সংজ্ঞা স্বরূপ পড়াইবি না, কাহিঁকি না সংজ্ঞা স্বরূপ অলরেডি মু +3 ফার্স্ট সেমিস্টারে তোমার যে লা +3 ফার্স্ট সেমিস্টারে পড়াই দিয়ে সারিছি। তোমার ফার্স্ট সেমিস্টারে যে লা কোর 2 বা তোমার যে এই কাব্য মহাকাব্য পেপর যে লা সেইথিরে অলরেডি মু ভ্রমণ কাহিনী কাহু কুহযাଏ, তার সংজ্ঞা স্বরূপ প্রকারভেদ, প্রবন্ধর সংজ্ঞা স্বরূপ প্রকারভেদ, আত্মজীবনের সংজ্ঞা স্বরূপ প্রকারভেদ অলরেডি পড়াই দিয়েছি। তো তুমি যদি সেই উপরে বি জানিবাকু চাহুছ কিছু দেন তুমি যাইকি প্লেলিস্ট চেক করে পারিব, যে ফোম টিউটোরিয়াল ভিডিও চ্যানেল কোর II র প্লেলিস্ট কু দেখি পারিব। তো ভ্রমণ কাহিনী কাহু কুহযাଏ, ভ্রমণ কাহিনী আমি দেখিবা তার সংজ্ঞা যে ভ্রমণরু জাত প্রত্যক্ষ অনুভূতি ও তাহার কলাত্মক পরিপ্রকাশ ভ্রমণ সাহিত্য। ভ্রমণ সাহিত্য মানে কোন, যে ভ্রমণ মানে আমি গোটে জায়গাକୁ, কাহিଁକି না মଣିষ যেତେବେଳେ মଣିষর জন্মকালରୁ ଆମେ ଦେଖିବା যে সে যেତେବେଳେ প্রথমে গোটে স্থাନରେ বসবাস করুଥିଲା, পরবর্তী সময় কোন কলা ভিন্ন ভিন্ন স্থানକୁ সে মানে গোটে জায়গায় মানে কোন হয়েছিল যে মনুষ্যর যে জন্ম আরম্ভ টাইমରୁ সে ভিন্ন ভিন্ন জায়গাକୁ বুলি 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 যে মনুষ্য যেতে উন্নতি করে করে চালিছি, সেই ভ্রমণ প্রবৃত্তি মଣିষর আহুরি বড়ি বড়ি যাইছি। এবং এই জ্ঞান কৌশল যে মଣିষ আଜି মানে বিভিন্ন দেশକୁ ମଧ୍ୟ ସେ ବହୁତ ସହଜରେ ବୁଲି ପାରୁଛି। ତ ଫଳରେ କ'ଣ ହୋଇଛି ଯେ ସେ ଭ୍ରମଣରୁ ସେ ଯୋଉ ଜାଗାକୁ ବୁଲିବାକୁ ଯାଉଛି ସେଥିରେ ତାର ଯୋଉ ପ୍ରତ୍ୟେକ ଅନୁଭୂତି ଯୋଉ ରହିଲା, ସେ ଅନୁଭୂତିକୁ ସେ ଯେଉଁ ଭଳି ଭାବରେ କଳାତ୍ମକ ଭାବରେ ପରିପ୍ରକାଶ କଲା ବା ସେ ଅନୁଭୂତିକୁ ସେ ଯୋଉ ରୂପ ଦେଲା, ସେଇଟା ହିଁ ଭ୍ରମଣ ସାହିତ୍ୟ ବୋଲିକି ଆମେ କହିପାରିବା। ତ ଆମ ସିଲାବସରେ ଦେଇଛି ଭ୍ରମଣ ସାହିତ୍ୟ, ସ୍ୱାଧୀନତା ପରବର୍ତ୍ତୀ ଭ୍ରମଣ ସାହିତ୍ୟ ଉପରେ বা স্বাধীনতা পরবর্তী গদ্য সাহিত্য, সেই গদ্য সাহিত্যের ভ্রমণ সাহিত্যে যাব। তো আমি ଏହା ଉପରେ আলোচনা করবানি। এবং প্রথমে আমার রয়েছে প্রথম ভ্রমণ সাহিত্য, যেটা 1875 মସିହାରେ গোবিন্দনাথଙ୍କର কলিকতা দর্শন বলে জানিছ ସମସ୍ତେ, এটা ମୁଁ ତୁମକୁ କହିଥିଲି। এবং স্বাধীনতা পরবর্তী সমୟରେ ଆମେ ପଳେଇବା ସିଧା ଭ୍ରମଣ ସାହିତ୍ୟ ଉପରେ ଦେଖିଲା ବେଳକୁ, ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଖ যে স্বাধীনতা পরবর্তী কাଳରେ ଓଡ଼ିଆ ভ্রমণ সাহিত্য ବହୁତ ସମୃଦ୍ଧ। ଏହି ପର୍ଯ୍ୟାୟରେ ଆମେ କୁଞ୍ଜବିହାରୀ ଦାସଙ୍କର ଡୁଡୁମା, ବାଗ୍ରା ଦୁଇଟି ଭ୍ରମଣ କାବ୍ୟ ଛଡ଼ା ଲଙ୍କା ଯାତ୍ରୀ, ମୋ ସ୍ୱପ୍ନର କାଶ୍ମୀର, ପଥ ପଥିକ, ୟୁରୋପରୁ ଆମେରିକା, ଆଫ୍ରିକା, ପୁନଶ୍ଚ ଆମେରିକା, ଦୁଇ ଦିଗନ୍ତର ଆକାଶ, ଏସବୁ ଭ୍ରମଣ କାହାଣୀ ଗୁଡିକ ଆମେ ଦେଖିବାକୁ ପାଇବା। କାହାର? ଯେ କୁଞ୍ଜବିହାରୀ ଦାସଙ୍କର। ଲଙ୍କା ଯାତ୍ରୀରେ କ'ଣ ହେଇଛି, ଲଙ୍କାର ସଂକ୍ଷିପ୍ତ ଇତିହାସ, ଆଉ ପଥ ପଥିକରେ ଉତ୍କଳ ତଥା ଭାରତର କେତେକ ଦର୍ଶନୀୟ ସ୍ଥାନର ଅନୁଭୂତି, ଆମେରିକା ପୁନଶ୍ଚରେ ମାର୍କିନ ଜାତିର ଆମେରିକାର ଯୋଉ ଗୋଟେ ମାର୍କିନ ଜାତି ତାର ଶୃଙ୍ଖଳା, ଏସବୁ ବିଷୟରେ ଆମେ ଦେଖିବାକୁ ପାଇଥାଉ କୁଞ୍ଜବିହାରୀ ଦାସଙ୍କର ରଚନାରେ। ସେଇଭଳି ଭାବରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଗଲି ଆଇଲି, ରୁଷ ଜର୍ମାନୀ ଭ୍ରମଣ କାହାଣୀ, ରୁଷ ଏବଂ ଜର୍ମାନ ବିଷୟର କଥା ବର୍ଣ୍ଣନା କରାଯାଇଛି। ଏବଂ ଏ ଯୋଉ ପୁସ୍ତକ ସେଇଥିରେ ସେଇ ଦେଶ, ସେ ନଗର ସହିତ ସେଇ ଦେଶର ଲୋକମାନଙ୍କର ବର୍ଣ୍ଣନା ମଧ୍ୟ ଆମେ ଦେଖିବାକୁ ପାଇବା। ସ୍ୱାଧୀନତା ପରବର୍ତ୍ତୀ କାଳରେ କେତେକ ଉଲ୍ଲେଖଯୋଗ୍ୟ ଭ୍ରମଣ କାହାଣୀ ହେଉଛି ଶ୍ରଦ୍ଧକାର ସୁପକାରଙ୍କର ଆମେରିକା ଅନୁଭୂତି, ରୁଷିଆ ଭ୍ରମଣ, ତୀର୍ଥ ପଥେ ରାଧାନାଥ ରଥଙ୍କର ରହିଛି ଆମେରିକା ଡାଏରୀ, ନବସଙ୍ଗାତର ଦେଶ, ବୈଦ୍ୟନାଥ ମିଶ୍ରଙ୍କର ଆଜିର ଇଂଲଣ୍ଡ ଓ ୟୁରୋପ, ସେ ଦେଶର କଥା, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ତୁମମାନଙ୍କ ପାଇଁ। ଭୁବନେଶ୍ୱର ବେହେରାଙ୍କର ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି, ଶତ୍ରୁଘ୍ନନାଥଙ୍କର ବିଲାତ କଥା, ଶ୍ରୀରାମଚନ୍ଦ୍ର ଦାସଙ୍କର ୟୁରୋପରେ ମୋ ଅନୁଭୂତି, ଶ୍ରୀହର୍ଷ ମିଶ୍ରଙ୍କର ପଶ୍ଚିମ ଦିଗନ୍ତ, ତାପରେ ଉଦୟନାଥ ମିଶ୍ରଙ୍କର ଭାତ ବିଲାତ, ଗୋଲକ ବିହାରୀ ଧଳଙ୍କର ଲଣ୍ଡନ ଚିଠି, ଆମେରିକା ଅନୁଭୂତି, ସୁରେନ୍ଦ୍ର ମହାନ୍ତିଙ୍କର ପେକିଂ ଡାଏରୀ, ଯାହାକି ସେ ଚୀନକୁ ନେଇକି ରଚନା କରିଛନ୍ତି। ସେଇଭଳି ଭାବରେ ବିଜ୍ଞାନ ଦୃଷ୍ଟିକୋଣରୁ ଆମେ ଦେଖିବାକୁ ପାଇବା ଯେ ଗୋକୁଳାନନ୍ଦ ମହାପାତ୍ରଙ୍କର ନୀଳଚକ୍ର ବାଳ ସେପାରେ, ଅଖିଲ ମୋହନଙ୍କର ଅନ୍ୟ ଦେଶ, ଅଖିଲ ମୋହନ ଯିଏ ଜଣେ ଗାଳ୍ପିକ ଭାବରେ ପରିଚିତ, ବିଭୂତି ପଟ୍ଟନାୟକଙ୍କର ତୀରେ ତୀରେ ତୀର୍ଥ,
কিংবা গণেশ্বর মিশ্রଙ୍କର କ୍ୟାଣ୍ଡବରିର କାହାଣୀ, କୃଷ୍ଣପ୍ରସାଦ ମିଶ୍ରଙ୍କର କାନାଡା ଡାଏରୀ, ଏ ସବୁ କଣ ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ଦେଶକୁ ଯାଇକି ଏମାନେ କେତେଟା ଜାଗାରେ ରାଜ୍ୟକୁ ଯାଇକି ତ ଲେଖିଛନ୍ତି, କିନ୍ତୁ ବହୁତ ଜାଗାରେ ଭିନ୍ନ ଭିନ୍ନ ଦେଶକୁ ଯାଇକି ଆମେ ଏହି ଭ୍ରମଣ କାହାଣୀ ଗୁଡ଼ିକ ଦେଖିବାକୁ ପାଇବା। ଗୋବିନ୍ଦ ଦାସଙ୍କର ଦେଶୀ, ପ୍ରଥମ ବାରିଷ୍ଟର ଯେଉଁ କୁହାଯାଏ ଗୋବିନ୍ଦ ଦାସଙ୍କର ଦେଶେ ଦେଶେ, ଗୋରାଚାନ୍ଦ ମିଶ୍ରଙ୍କର ଶ୍ରୀରୁ ପୁଟପର୍ତ୍ତି, ସୀତାକାନ୍ତ ମହାପାତ୍ରଙ୍କର ଅନେକ ଫରତ, ତାପରେ ଆମେ ଦେଖିବା ଯେ ଦେବେଶ ଦାସଙ୍କର ରୋମରୁ ରମାନା, ଏମିତି ତାଙ୍କର ବହୁତ ଗୁଡେ ଭ୍ରମଣ କାହାଣୀ ଦେଖିବାକୁ ପାଇବା ସ୍ୱାଧୀନତା ପରବର୍ତ୍ତୀ ସମୟରେ। ମନୋଜ ଦାସଙ୍କର ଦୂର ଦୂରାନ୍ତ, ସୁରେନ୍ଦ୍ର ମହାନ୍ତିଙ୍କର ପେକିଂ ଡାଏରୀ, ପ୍ରତିଭା ରାୟଙ୍କର ଗୋଟେ ଅଛି ମୈତ୍ରୀ ପାଦପର ଫାକା। ପ୍ରତିଭା ରାୟ ତ ବହୁତ ଦେଶ ବୁଲିଛନ୍ତି ଏବଂ ବହୁତ ଗୁଡେ ଭ୍ରମଣ କାହାଣୀ ରଚନା କରିଛନ୍ତି। ତାଙ୍କର ମୈତ୍ରୀ ପାଦପର ଫାକା ପ୍ରଫାକା ପ୍ରତିଭା ରାୟଙ୍କର, ସୀତାକାନ୍ତ ମହାପାତ୍ରଙ୍କର ଅନେକ ଫରତ ଦେଖିବାକୁ ପାଇବା ତାଙ୍କର ଭ୍ରମଣ କାହାଣୀ ଗୁଡିକ। ସ୍ୱାଧୀନତା ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟର ଦୃଷ୍ଟି ଓ ଦିଗନ୍ତ ପ୍ରସାରିତ ହୋଇଛି। ଜ୍ଞାନ ବିଜ୍ଞାନର ଆହରଣ ଯୋଗୁଁ ବହୁ ଶିକ୍ଷାବିତ ବିଦ୍ୟାର୍ଥୀ ପାଶ୍ଚାତ୍ୟ ଦେଶମାନଙ୍କୁ ଯାତ୍ରା କରୁଛନ୍ତି ବହୁତ ବାହାରକୁ। ଭ୍ରମଣ ସାହିତ୍ୟ ଦ୍ୱାରା ବିଶ୍ୱ କ୍ରମଶଃ ସଂକୁଚିତ ହୋଇ ଆସୁଛି। ମାନେ ବିଶ୍ୱ ଆମକୁ ଗୋଟେ, ମାନେ ଏଇ ଭ୍ରମଣ ସାହିତ୍ୟ ଦ୍ୱାରା ଆମକୁ ବିଶ୍ୱ ଗୋଟେ ଛୋଟ ଭଳିଆ ଲାଗୁଛି, କାହିଁକି ନା ଆମେ ଘରେ ବସିକି ଏ ସବୁ ଦୁନିଆ ଭିନ୍ନ ଭିନ୍ନ ଦେଶରେ ହାଲଚାଲ, ସେ ଦେଶର ରୀତିନୀତି, ଚାଲିଚଳନ, ଆଚାର ବିଚାରେ ସବୁ ଭ୍ରମଣ କାହାଣୀ ଆମେ ଦେଖିବାକୁ ପାଉଛୁ। କେବଳ ତଥ୍ୟ ଭିତ୍ତିକ ହେଇଥିଲେ ସେଇ ଜିନିଷକୁ ଆମେ ଭ୍ରମଣ କାହାଣୀ କହିପାରିବାନି। ସେଇ ତଥ୍ୟକୁ କଳାତ୍ମକ ରୂପରେ ପରିପ୍ରକାଶ କଲେ ଯାଇ ସେଇଥିରୁ ତଥ୍ୟ ସଂଗ୍ରହ କରିକି ସେଇ ଦେଶର ସମଗ୍ର ଚିତ୍ର, ଯୋଉ ଜାଗାକୁ ଗଲେ ସେଇ ଜାଗାର ଅବସ୍ଥା ଗୁଡ଼ିକ ଉପରେ ମଧ୍ୟ ଆମେ ଦେଖିବାକୁ ପାଇବା ବର୍ଣ୍ଣନା, ଏବଂ ଘରେ ବସିକି ଆମେ କୋଉ ଦେଶରେ କଣ ହେଲା ସେ ସବୁ ଚିତ୍ର ଗୁଡ଼ିକ ମଧ୍ୟ ଆମେ ଭ୍ରମଣ ସାହିତ୍ୟ ମାଧ୍ୟମରେ ଜାଣିବାକୁ ପାଇଥାଉ। ଭ୍ରମଣ କାହାଣୀ ପଢିକି ଯେ ଆମେରିକା କେମିତି, ରୁଷରୁ କେମିତି, ଆମେ ଏଇ ଜିନିଷକୁ କଣ ଲାଗେ ଯେ ଆମକୁ ଲାଗେ ଯେ ଆମେରିକା ରୁଷ ଆମଠୁ ବହୁତ ଦୂରରେ, କିନ୍ତୁ ଆମେ ସେଇ ଭ୍ରମଣ କାହାଣୀ ପଢିକି ଆମକୁ ଲାଗେ ଯେ ଆମେ ସତରେ ଆମେରିକା ଏବଂ ରୁଷକୁ ଆମ ପାଖରେ ଦେଖୁଛୁ ବୋଲିକି। ତ ଏଇଭଳି ଭାବରେ ପାଠକକୁ ବାନ୍ଧି ରଖିବା ପାଇଁ ଭ୍ରମଣ କାହାଣୀ ରଚୟିତା ମାନେ ସବୁବେଳେ ଚେଷ୍ଟା କରିଥାନ୍ତି। ବିଜ୍ଞାନ ମଣିଷକୁ ମଣିଷର ନିକଟତର କରାଉଛି। ଓଡ଼ିଆ ସାହିତ୍ୟରେ ଭ୍ରମଣ ସାହିତ୍ୟର ଏକ ସ୍ୱତନ୍ତ୍ର ମୁଦ୍ରାଙ୍କ, ଯେ ଓଡ଼ିଆ ସାହିତ୍ୟର ବିଭିନ୍ନ ଦିଗ ପରି ଭ୍ରମଣ କାହାଣୀ ବି ଗୋଟେ ବଳିଷ୍ଠ ଦିଗ ବୋଲିକି ଆମେ କହିପାରିବା। ବହୁତ ଗୁଡେ ଭ୍ରମଣ କାହାଣୀ ରହିଛି, ଯେମିତିକି ସ୍ୱାଧୀନତା ପରବର୍ତ୍ତୀ ସମୟରେ ବ୍ୟାସକବି ଫକୀରମୋହନଙ୍କର ଉତ୍କଳ ଭ୍ରମଣ, ଜାଣିଥିବ ସମସ୍ତେ, ରାଧାନାଥ ରାୟଙ୍କର ଭ୍ରମଣ କାହାଣୀର ପତ୍ର, ଏମିତି ଏଇ ଯୋଉ ତୁମକୁ ପଢେଇଲି ଏ ଭିତରେ ବହୁତ ତୁମକୁ ଲିଷ୍ଟ ଦେଇ ଦେଇଛି। ମୁଁ ତୁମେ ଚାହିଁଲେ ନିଜେ ନିଜେ ମଧ୍ୟ ପଢିପାରିବ। ଭ୍ରମଣ କାହାଣୀ ବହୁତ ଗୁଡେ ଭ୍ରମଣ କାହାଣୀ ଲିଷ୍ଟ ଦେଇ ଦେଇଛି। ଆଉ ଭ୍ରମଣ ବୃତ୍ତାନ୍ତର ଉଦ୍ଦେଶ୍ୟ କାହିଁକି, ଯେ ନିଜ ଯାତ୍ରାକୁ ସବୁଦିନ ପାଇଁ ସ୍ମରଣୀୟ ରଖିବା, ନିଜର ଅଭିଜ୍ଞତା ଏବଂ ଅନୁଭୂତିକୁ ଅନ୍ୟମାନଙ୍କୁ ଜଣେଇବା, ଏଇଟା ହଉଛି ଭ୍ରମଣ କାହାଣୀ ଯୋଉ ରଚନା କରିଥାନ୍ତି ତାର ଉଦ୍ଦେଶ୍ୟ ହଉଛି ଯେ ନିଜ ସେମାନେ ଯୋଉ ଜାଗାକୁ ଭ୍ରମଣ କରିଛନ୍ତି ସେଇ ଜିନିଷକୁ ସବୁଦିନ ପାଇଁ ମନେ ରଖିବା। ନିଜର ଭ୍ରମଣତା, ଯେ ସେମାନେ ଯୋଉ ଭ୍ରମଣତାରେ ଯୋଉ ଅଭିଜ୍ଞତା ସାଉଣ୍ଟିଛନ୍ତି, ଯୋଉ ଅନୁଭୂତି ସେମାନେ ତାଙ୍କର ଯୋଉ ଅନୁଭୂତି ରହିଛି ସେ ଭ୍ରମଣ, ତାଙ୍କର ସେ ଯାତ୍ରାକୁ ନେଇକି ସେ ଜିନିଷ ଅନ୍ୟମାନଙ୍କୁ ଜଣେଇବା। ଭ୍ରମଣ କରିଥିବା ସ୍ଥାନର ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ବିଷୟ ଗୁଡିକ ନିଜ ଅଞ୍ଚଳ ଦେଶବାସୀଙ୍କୁ ଜଣେଇବା ଯେ ସେଇ ଦେଶରେ ସେମିତି ସେମିତି ଅଛି ବୋଲିକି। ପାଠକ ମାନଙ୍କର ବୌଦ୍ଧିକ ରାଜ୍ୟକୁ ସମ୍ପ୍ରସାରଣ କରିବା, ଏ ସବୁ ହେଉଛି କଣ ଯେ ଭ୍ରମଣ କାହାଣୀର ଗୋଟେ ଗୋଟେ ଲକ୍ଷ୍ୟ ବୋଲି ଆମେ କହିପାରିବା। ଏମିତି ଆହୁରି ବହୁତ ଗୁଡେ ଭ୍ରମଣ କାହାଣୀ ଲିଷ୍ଟ ତୁମକୁ ମୁଁ ଦେଇ ଦେଇଛି, ତୁମେ ଚାହିଁଲେ ଏ ଭିତରୁ ବହୁତ ଭ୍ରମଣ କାହାଣୀ ଅଛି। ଯେମିତିକି ଦେଖ, ତୁମକୁ ଏଇଟା ମୁଁ ଅଲରେଡି ପଢେଇଛି, ଶ୍ରୀରାମଚନ୍ଦ୍ର ଦାସଙ୍କର ୟୁରୋପରେ ମୋ ଅନୁଭୂତି, ଶ୍ରୀହର୍ଷ ମିଶ୍ରଙ୍କର ପଶ୍ଚିମ ଦିଗନ୍ତ ଇଂଲଣ୍ଡକୁ ନେଇକି, ଏବଂ এই ଯୋଉ ତୁମକୁ ଅଣ୍ଡରଲାଇନ୍ କରୁଛି ଏଗୁଡାକ ତୁମର ବେଶୀ ଇମ୍ପୋର୍ଟାଣ୍ଟ। ଗୋଲକ ବିହାରୀ ଦଳଙ୍କର ଆମେରିକା ଅନୁଭୂତି, ଲଣ୍ଡନ ଚିଠି, ସବୁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ତୁମକୁ ମୁଁ ପଢେଇଛି, ସ୍ୱାଧୀନତା ଆଗର ନୁହେଁ। ପ୍ରଥମ ଭ୍ରମଣ କାହାଣୀ ଯେମିତିକି ଆମେ ଗୋବିନ୍ଦ ଦାସଙ୍କର ଗୋବିନ୍ଦ ରଥଙ୍କର କଲିକତା ବର୍ଣ୍ଣନା ପଢିଲା, ସେଇ ପ୍ରଥମ ଭ୍ରମଣ କାହାଣୀ ରଚନା କରିବା ପରେ କଣ ହେଇଛି ଯେ ପ୍ରଥମ ଭ୍ରମଣ କାହାଣୀ ରଚନା କରିବା ପରେ ପରବର୍ତ୍ତୀ ସମୟରେ ଧୀରେ 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 ଭ୍ରମଣ ସାହିତ୍ୟର କ୍ରମ ବିକାଶ ହେଇଛି ଏବଂ ବହୁତ ଗୁଡେ ଭ୍ରମଣ କାହାଣୀ ରଚନା କରାଯାଇଛି। ଏବଂ ଯେହେତୁ ଆମ ସିଲାବସରେ ଆଧୁନିକ ଭ୍ରମଣ ସାହିତ୍ୟ ଉପରେ ଅଛି ବା ସ୍ୱାଧୀନତା ପରବର୍ତ୍ତୀ ଭ୍ରମଣ କାହାଣୀ ଉପରେ ଅଛି, ସେଇଥିପାଇଁ ମୁଁ ତୁମକୁ ସ୍ୱାଧୀନତା ପୂର୍ବବର୍ତ୍ତୀ ଦେଇନି। ତ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଯୋଉ ସୁରେନ୍ଦ୍ର ମହାନ୍ତିଙ୍କର ପେକିଂ ଡାଏରୀ ତୁମକୁ 3 ଥର କହିଲେଣି, ଯୋଉଟାକି ଚୀନର କଥା ବର୍ଣ୍ଣନା କରାଯାଇଛି, ଚିତ୍ତରଞ୍ଜନ ଦାସଙ୍କର ନେପାଳ ପଥେ, ଗଞ୍ଜାମ ମାଳରେ 7 ଦିନ, ଗୋକୁଳାନନ୍ଦଙ୍କର ତୁମକୁ ନୀଳଚକ୍ର ବାଳ ସେପାରୀ ବି କହିଲି, ଆର୍ତ୍ତତ୍ରାଣ ମିଶ୍ରଙ୍କର ଦେବପୀଠ ହିମାଳୟ, ତାପରେ କିଶୋରୀଚରଣ ଦାସଙ୍କର ଚେନ୍ନାଇ ପୃଥିବୀ ଚିରୁଡାଏ ଘର, ଅଖିଲ ମୋହନ ପଟ୍ଟନାୟକଙ୍କର ଅନ୍ୟ ଦେଶ, ସାତକୋଡ଼ି ହୋତାଙ୍କର ସାତକୋଡ଼ି ହୋତା ଏବଂ ଗୀତା ହୋତା ମିଳିକି ରଚନା କରିଛନ୍ତି କାଶ୍ମୀରରୁ କନ୍ୟାକୁମାରୀ, ହୃଦୟାନନ୍ଦ ରାୟଙ୍କର ଯେତିକି ଦେଖିଛି ଆମେରିକା, ଯେତିକି ବୁଝିଛି, ମନୋଜ ଦାସଙ୍କର ଇଣ୍ଡୋନେସିଆ ଅନୁଭୂତି, ଦୂର ଦୂରାନ୍ତ, ମନୋଜ ଦାସଙ୍କର ବି ବହୁତ ଗୁଡେ ଭ୍ରମଣ କାହାଣୀ ଯେମିତିକି ଇଣ୍ଡୋନେସିଆ ଅନୁଭୂତି, ଦୂର ଦୂରାନ୍ତ, ଅନ୍ତରଙ୍ଗ ଭାରତ, ଅଦୂର ଦେଶ, ତାପରେ ଶାନ୍ତନୁ କୁମାର ଜାଜଙ୍କର କରଞ୍ଜିଆ ଡାଏରୀ ଗୋଟେ ଅଛି, ଶ୍ରୀଯୁକ୍ତ ଆଚାର୍ଯ୍ୟ ତୃଷ୍ଣାଙ୍କର ଏକ ଅନାବିଷ୍କୃତ ଆମେରିକା, ଗୁରୁପ୍ରସାଦ ମହାନ୍ତିଙ୍କର ପାତାଳପୁରୀର ହାଲଚାଲ, ଅକ୍ଷୟ ମହାନ୍ତିଙ୍କର ବାହାରେ ଆମେରିକା,
प्रतिभा रायଙ୍କର ତ ଆଲୋଚନା କରିଛୁ ଯେ ମୈତ୍ରୀ ପାଦ ପରେ ଫାକା ପ୍ରଫାକା ବୋଲିକି ସୁସ୍ମିତା ବାଗଚୀଙ୍କର ମୋ ଝରକାର ପୃଥିବୀ ମନୋହର ମିଶ୍ରଙ୍କର ନବ ଯୌବନର ଦେଶ ଏମିତି ବହୁତ ଗୁଡ଼ାଏ ଭ୍ରମଣ କାହାଣୀ ଆମକୁ ଦେଖିବାକୁ ପାଇବା ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଯେଉଁଭଳି ଭାବରେ ଯାନବାହନର ସୁବିଧା ହେଇଛି ବିଜ୍ଞାନର ଯେଉଁ ଉନ୍ନତି ହେଇଛି ସେଇ ଯାହାଫଳରେ କି ଲୋକମାନେ ଭିନ୍ନ ଭିନ୍ନ ଦେଶକୁ ଅତି ସୁବିଧାରେ ଯାଇପାରୁଛନ୍ତି ଏବଂ ସେମାନେ ତ ଗଲେ ଏବଂ ବିଶେଷ କରି ଯେଉଁମାନେ ସେଇ ଜାଗାର বিষয়বস্তুকে বা সেই জায়গার বিভিন্ন ঘটনা বা বিভিন্ন রীতিনীতি পরম্পরা আচার ব্যবহার এসবুকু নিজ খাতারে কোণ কলে যে লিপিবদ্ধ কলে কলাত্মক রূপে এবং সেই জিনিসকু আসিকি আমি মানে পড়িলে তো সেই জিনিসকু হি আমি ভ্রমণ কাহিনী বলি কহিথাও এবং ভ্রমণ কাহিনী উপরে তুমি যদি আহুরি কিছু জানিবাকু ইচ্ছুক অছ দেন প্লেলিস্ট কু চেক করে পারিব ফোম টিউটোরিয়াল ভিডিও চ্যানেল কোর ডবল আই প্লেলিস্ট যে তোমাকে ভ্রমণ কাহিনীর সজ্ঞা স্বরূপ উপরে সজ্ঞা স্বরূপ প্রকারভেদ উপরে বুঝাই দিয়েছি তুমি যাই সেই জিনিস গুড়ি দেখিপার এবং এর ভিতরে তোমার যদি কোণী জিনিস ডাউট থাকবে দেন মতো পচারি পার কেবল আমার সিলাবস দিয়েছি যে স্বাধীনতা পরবর্তী সময়ের গদ্য সাহিত্য এবং সেইথির তোমাকে বহুত গুড়ে গুরুত্বপূর্ণ ব্যক্তিঙ্কর ভ্রমণ কাহিনী গুড়া কহিদেলি তুমি সেই জিনিস গুড়াক টিকে মনে রাখা চেষ্টা করবে যে মানে বিশেষ করে যে অন্ডরলাইন করে দিয়েছি তোমাকে এই যে অন্ডরলাইন করা হয়েছি এমানଙ୍କର বিশেষ গুরুত্বপূর্ণ মানে কাহার বি তোমাকে পচারি দিয়ে পারে ভ্রমণ কাহিনী বা স্বাধীনতা পরবর্তী ভ্রমণ কাহিনী উপরে লেখ তুমি লিখিদেব ভ্রমণ কাহিনী কাহাକୁ কুহাଯାଏ ভ্রমণ কাহিনীর আরম্ভ এইভাবে ভাবে হয়েছিল এবং স্বাধীনতা পরে পরে এই ভিতর 5-7 জনের নাম মানে লেখিকি এই উপরে নেইকি যেমিতি মানে চীনକୁ ଦେଖିଲେ এবং চীনକୁ ଦେଖିକି ସେ କ'ଣ କଲେ ଚୀନକୁ ନିଜ ପାଖରୁ ଦେଖିକି ତାକୁ ନେଇକି ପେକିଂ ଡାଏରୀ ରଚନା କଲେ ସୁରେନ୍ଦ୍ର ମହାନ୍ତି କିମ୍ବା ତାଙ୍କର ଅନ୍ୟାନ୍ୟ ବହୁତ ଭ୍ରମଣ କାହାଣୀ ରଚୟିତା ମାନେ ତାଙ୍କର ଲକ୍ଷ୍ୟ କ'ଣ ଯେ କେମିତି ଭାବରେ ଅନ୍ୟମାନଙ୍କୁ ଜଣେଇବା ସେ ଦେଶର ସଂସ୍କୃତି ଉପରେ ଏବଂ ତାଙ୍କ ସଂସ୍କୃତିକୁ ଆମ ସହିତ ତୁଳନା କରିବା ଯେ ଆମଠୁ ମାନେ ଉନ୍ନତ ନା କେମିତି ଏ ସବୁ ଜିନିଷକୁ ଯୋଉ କମ୍ପାରେଟିଭ୍ ଟାଇପ୍ରେ ବି ମଧ୍ୟ ବା ତୁଳନାତ୍ମକ ଭିତ୍ତିରେ ମଧ୍ୟ ভ্রমণ কাহিনী রচনা করা যাইতে তো বিশেষ করে কাম হচ্ছে যে আমি কোন জামମାନଙ୍କ ପାଇଁ সুবিধা যে সেମାନଙ୍କ লেখকମାନଙ୍କର কাম হচ্ছে ସେମାନେ ଯାଇକି বিভিন্ন জায়গাକୁ পরিভ্রমণ করিকি সেই জায়গার সংস্কৃতি সম্পর্কে রীতিনীতি সম্পর্কে জানিবে এবং সেই জিনিস গুড়াক কলাত্মক রূপে লেখিবে ସେମାନେ যাহাକୁ কি আমি মানে পড়িকি ଆମକୁ ভ্রমণ কাহিনী মানে ଭଲ ଲାଗିବ কারণ তথ্য ভিত্তিক নয় তথ্য সহিত মানে তাহাକୁ সুন্দর ভাବରେ বা তাহাକୁ সঠিক ভাବରେ রূপ ଦେଇକି পরিপ্রকাশ কলে যে তাহাକୁ আমি তাহাକୁ ଗୋଟେ সফল ভ্রমণ কাহিনী বলি কহিপারবা যেମିତି ডাটা আনি খালি লেখিদেলে ভ্রমণ কাহিনী হই পারিবনি ভ্রমণ কাহিনীর যে নীতি নিয়ম যে শৈলী রয়েছে সেই শৈলীକୁ পাথেয় করিকি সেই শৈলীକୁ আধার করিকি ভ্রমণ কাহিনী রচনা করা যাই থাই তো ক্লাস কয় লং করিবানি 12 মিনিট আজর ক্লাস সরি গলা ভ্রমণ কাহিনী উপরে স্বাধীনতা পরবর্তী ভ্রমণ কাহিনী উপরে তোমাকে মু 12 মিনিট রে বুঝাই দেলি ইয়া ভিতরে তোমার কোন জিনিস ডাউট থিব দেন মতে পচারি পারিব এবং আগামী ক্লাস রে আমি আলোচনা করিবা আত্মজীবনী উপরে এবং তারপরে আমি আলোচনা করিবা প্রবন্ধ উপরে তো ভিডিওটিকে শেষ পর্যন্ত দেখিथिबारु समस्तଙ୍କୁ হৃদয়ରୁ ধন্যবাদ জয় জগন্নাথ জয় মা ফ্যামিলি পুনি দেখা হবা আমি আগামী ভিডিওরে এবং সেথিরে আমি আলোচনা করিবা আত্মজীবনী উপরে।